ଆସନ୍ତୁ ଜାଣିବା ମେଷ ରାଶିର ମାର୍ଚ୍ଚ ମାସ ମାସିକ ରାଶିଫଳ କିଭଳି ରହିବ। ମେଷ ରାଶି ଏହି ମାସରେ ଆପଣଙ୍କର ଧୈର୍ଯ୍ୟ ପରୀକ୍ଷା ହେବ, କିନ୍ତୁ ଆପଣଙ୍କୁ ବହୁତ ଭଲ ଫଳ ମଧ୍ୟ ମିଳିବ। ମନେ ରଖନ୍ତୁ, ମାର୍ଚ୍ଚ 2026 ଆପଣଙ୍କୁ ବ୍ୟସ୍ତ ରଖିବ। ଏହି ବ୍ୟସ୍ତତା ଆପଣଙ୍କର ଭବିଷ୍ୟତ ଗଢ଼ିବ। ଏହି ଭିଡିଓରେ ଆସନ୍ତୁ ଜାଣିବା ଏହି ମାସର ଆପଣଙ୍କର କ୍ୟାରିୟର କାମକାର୍ଯ୍ୟ କେମିତି ରହିବ। ତାପରେ ଜାଣିବା ଧନ ଏବଂ ଆର୍ଥିକ ଦିଗ ଆପଣଙ୍କର କିଭଳି ରହିବ। ତାପରେ ଜାଣିବା ପ୍ରେମ ଏବଂ ସମ୍ପର୍କ ବିଷୟରେ ଟିକେ ଆଲୋଚନା କରିବା। ଏହା ସହିତ ଏହି ମାସରେ ଆପଣଙ୍କର ସ୍ୱାସ୍ଥ୍ୟ କେମିତି ରହିବ ସେହା ମଧ୍ୟ ଜାଣିବା। ତାପରେ ଆପଣଙ୍କର କେଉଁ ଦିନ ଶୁଭ ରହିବ, କେଉଁ ଦିନ ଅଶୁଭ ରହିବ, ଆଉ ଆପଣଙ୍କ ପାଇଁ ଶୁଭ ରଙ୍ଗ ମଧ୍ୟ କ'ଣ ଅଛି ସେ ବିଷୟରେ ଜାଣିବା। ଏସବୁ ପାଇଁ କେଉଁ କେଉଁ ଉପାୟ ମଧ୍ୟ କରିବେ ଏବଂ କ'ଣ ଉପାୟ ଆପଣଙ୍କ ପାଇଁ ଉଚିତ ରହିବ ସେ ବିଷୟରେ ମଧ୍ୟ ଆଲୋଚନା କରିବା। ତାହେଲେ ଡେରି ନ କରି ଆସନ୍ତୁ ଆରମ୍ଭ କରିବା ଏହି ମାସର ମେଷ ରାଶିର ମାସିକ ରାଶିଫଳ। କ୍ୟାରିୟର ଏବଂ କାମକାର୍ଯ୍ୟ କିଭଳି ରହିବ। ମାସର ଆରମ୍ଭରେ ଆପଣଙ୍କ ପାଇଁ ହଠାତ୍ ଦାୟିତ୍ୱ ବଢ଼ିବ। କାର୍ଯ୍ୟର ଚାପ ଦେଖି ମନେ ହେବ ମୁଁ ପାରିବି କି, ଏବଂ 10 ତାରିଖ ପରେ ଆପଣଙ୍କର ପରିସ୍ଥିତି ଆପଣଙ୍କର ପକ୍ଷରେ ରହିବ। ନୂଆ ପ୍ରୋଜେକ୍ଟ, ନୂଆ ଜବ୍ ଅଫର ମଧ୍ୟ ଆପଣଙ୍କ ପାଇଁ ଆସିପାରେ। ଆପଣଙ୍କ ଟ୍ୟାଲେଣ୍ଟ ଲୋକମାନେ ନୋଟିସ୍ କରିବେ। ମନେ ରଖନ୍ତୁ, ଏହି ମାସରେ କଷ୍ଟ ଆଗାମୀ ମାସ ପାଇଁ ଆପଣଙ୍କର ସଫଳତା ନେଇ ଆସୁଛି। ବର୍ତ୍ତମାନ ଜାଣିବା ଧନ ଏବଂ ଆର୍ଥିକ ଦିଗ କିଭଳି ରହିବ। ଅପେକ୍ଷା କରିନଥିବା ଖର୍ଚ୍ଚ ଆପଣଙ୍କ ପାଇଁ ଆସିପାରେ, ଯେମିତିକି ଘର, ଗାଡ଼ି, ଫ୍ୟାମିଲିର କିଛି ପ୍ରୋବ୍ଲେମ୍ ହେଇପାରେ। ଯଦି ଲୋକଙ୍କ କଥା ଶୁଣି ଇନଭେଷ୍ଟ କରିବେ ତାହେଲେ ଆପଣ ଫସିଯିବେ। ଜମା କରନ୍ତୁ ନାହିଁ। ଧାର ଦେଲେ ଆପଣଙ୍କର ଟଙ୍କା ମଧ୍ୟ ଅଟକି ଯାଇପାରେ। ସେଭିଂ ଆରମ୍ଭ କଲେ ଆପଣଙ୍କର ଏପ୍ରିଲ ମାସରେ ଲାଭ ଦେବ। ଗୋଟେ ଛୋଟିଆ ମନି ଟିପ୍ସ, ଟଙ୍କା ଇନକମ୍ ଠାରୁ ଟଙ୍କା ବଞ୍ଚେଇବା ପାଇଁ ଚେଷ୍ଟା କରନ୍ତୁ। ବର୍ତ୍ତମାନ ଆସନ୍ତୁ ଜାଣିବା ପ୍ରେମ ଆଉ ସମ୍ପର୍କ କିଭଳି ରହିବ। ରାଗରେ କହିଦେଇଥିବା କଥା ସମ୍ପର୍କ ଆପଣଙ୍କର ଖରାପ କରିଦେଇପାରେ। ଆଲୋଚନା କଲେ ଆପଣଙ୍କର ଭୁଲ ବୁଝାମଣା ଯାହାକି ସମାଧାନ ନିଶ୍ଚିତ ହେବ। ଯେଉଁମାନେ ମ୍ୟାରେଡ୍ ଲାଇଫ୍ରେ ସେମାନଙ୍କର ମିସ୍ଅଣ୍ଡରଷ୍ଟାଣ୍ଡିଂ ମଧ୍ୟ କ୍ଲିଅର ହେଇପାରେ। ଆଉ ସିଙ୍ଗଲ ଯେଉଁମାନେ ଅଛନ୍ତି ସେମାନେ ତାଙ୍କର ଫ୍ରେଣ୍ଡ ମାଧ୍ୟମରେ ଆପଣଙ୍କୁ ନିଶ୍ଚିତ ଗୋଟେ ପ୍ରପୋଜାଲ ମିଳିପାରେ। ମନେ ରଖନ୍ତୁ, ସମ୍ପର୍କ ଜିତିବାକୁ ରାଗ ନୁହେଁ, ଆପଣଙ୍କୁ ଧୈର୍ଯ୍ୟ ଦରକାର। ବର୍ତ୍ତମାନ ଜାଣିବା ସ୍ୱାସ୍ଥ୍ୟ ବିଷୟରେ। ସ୍ୱାସ୍ଥ୍ୟ କ'ଣ ରହିବ ଏ ମାସରେ, ଯେମିତିକି ଆପଣଙ୍କର ଟିକେ ଗ୍ୟାସ୍ ହେବ, ଆସିଡିଟି ହେଇପାରେ, ମୁଣ୍ଡ ବିନ୍ଧା, ଏଭଳି କିଛି ଆପଣଙ୍କୁ ଟିକେ ସମସ୍ୟା ଦେଖା ଦେଇପାରେ। ପାଣି ଆପଣ ଟିକେ ବରାବର ରେଗୁଲାର ଟିକେ ପାଣି ପିଇବା ଅଭ୍ୟାସ ରଖନ୍ତୁ। ଯୋଗ ପ୍ରାଣାୟାମ କଲେ ଆପଣଙ୍କର ଏନର୍ଜି ବୁଷ୍ଟ ହେବ। ଯଦି ଆପଣଙ୍କର ଶରୀର ସିଗ୍ନାଲ ଦେଉଛି ତାହେଲେ ବିଲକୁଲ ଅବହେଳା କରନ୍ତୁ ନାହିଁ, ଡକ୍ଟରଙ୍କ ପରାମର୍ଶ ନିଅନ୍ତୁ। ବର୍ତ୍ତମାନ ଆସନ୍ତୁ ଜାଣିବା ଶୁଭ ସଂକେତ। ଶୁଭ ଦିନ ଗୁଡ଼ିକ କ'ଣ ରହିବ ଆପଣଙ୍କ ପାଇଁ। 4 ତାରିଖ, 10 ତାରିଖ, 17 ତାରିଖ, 26 ତାରିଖ ଏବଂ ସାବଧାନ କୋଉ ଦିନ ରହିବେ, ଯେମିତିକି 7 ତାରିଖ, 14 ତାରିଖ, 21 ତାରିଖରେ। ଆଉ ବାକି ଦିନ ଗୁଡ଼ାକ ଆପଣଙ୍କର ମଧ୍ୟମ ରହିବ। ସମ୍ପୂର୍ଣ୍ଣ ଜାଣିବା ପାଇଁ ଆପଣ ଆମର ପ୍ରତ୍ୟେକ ଦିନର ରାଶିଫଳ ଡେଲି ଦେଖନ୍ତୁ, ଆପଣ ଜାଣିପାରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ରହିବ ଲାଲ ଏବଂ କେଶରୀ ରଙ୍ଗର। ଆଉ ଉପାୟ କ'ଣ କରିବେ, ସବୁଠୁ ବଡ଼ କଥା ହେଉଛି ଏଇଠି, ଯାହା ବି ପ୍ରୋବ୍ଲେମ୍ ଥିବ ଆପଣ ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ଦୀପ ଜଳାନ୍ତୁ। ସବୁ ବାଧାବିଘ୍ନ ଆପଣଙ୍କର ଦେଖିବେ ଦୂର ହେଇଯିବ। ମେଷ ରାଶିର ଲୋକ କେବେ ଅଟକନ୍ତି ନାହିଁ, ତେବେ ଭାଗ୍ୟ ମଧ୍ୟ ସେମାନଙ୍କ ଆଗରେ ଅଟକି ପାରେ ନାହିଁ। ଏହି ରାଶିଫଳଟି ଆପଣଙ୍କ ଜୀବନ ସହିତ ମିଶୁଛି କି? ଯଦି ମିଶୁଛି ନିଶ୍ଚିତ ଆପଣ ଲାଇକ୍ଟେ କରନ୍ତୁ, କମେଣ୍ଟରେ ଜୟ ହନୁମାନ ଲେଖିଦିଅନ୍ତୁ, ଭିଡ଼ିଓଟିକୁ ସେୟାର କରନ୍ତୁ, ଯାହାଦ୍ୱାରା ଅନ୍ୟ ମେଷ ରାଶିଙ୍କ ପାଇଁ ଆପଣଙ୍କର ଗୋଟେ ଛୋଟିଆ ହେଲ୍ପଟେ ହେଇଯିବ ଏବଂ এই ଭିଡ଼ିଓଟି ସେମାନଙ୍କ ପାଖରେ ପହଞ୍ଚିବ, ଯାହାଦ୍ୱାରା ସେମାନଙ୍କର ମଧ୍ୟ କିଛି ଉପକୃତ ହେଇଯିବ।